ତମ ଦେହର କେଉଁ ଅଂଶକୁ କିପରି ଭାବରେ ଛୁଇଁଲେ ତମ ଦୁଇ ନୟନ ମୁଦ୍ରିତ ହୋଇଯାଏ ସେ କଥା ମୁଁ ନିଜେ ଆଖି ବନ୍ଦ କରି କହିଦେଇପାରେ। ନାରୀ ଦେହର ଏ ରହସ୍ୟ ତା ସ୍ୱାମୀ ଭିନ୍ନ ଆଉ କେହି ଜାଣୁ ଏକଥା ଭାବିବାକୁ ମୋତେ କଷ୍ଟ ଲାଗେ। ଜଣେ ପୁରୁଷ ପାଖରେ ନିଜକୁ ଅନାବୃତ କରି ଆଉ ଜଣକୁ ବିବାହ କଲେ ନାରୀ ସତୀ ହୁଏ କି ସୁଖୀ ହୁଏ ସେ ଗହନ ଗହୀରରେ ମୋର ଚାଷ ନାହିଁ। କିନ୍ତୁ ନାରୀ ସ୍ୱେଚ୍ଛାରେ ଜଣକ ପାଖରେ ଆତ୍ମସମର୍ପଣ କରି ଆଉ ଜଣକୁ ବିବାହ କରିବ ଏକଥା ଭାବିବା ମାତ୍ରେ ଏ ପୃଥିବୀ ମୋତେ ବିଧବା ଭଳି ଦୁଃଖିନୀ ଦେଖାଯାଏ। ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ ପ୍ରେମିକା, ଲେଖକ ବିଭୂତି ପଟ୍ଟନାୟକ। କଟକ ଷ୍ଟେସନର ଏଇ ଜାଗାଟାକୁ ଆସିଲେ ତମେ ମନେ ପଡ଼। ଏଇ ସିମେଣ୍ଟ ବେଞ୍ଚ ଯାହା ମୁଣ୍ଡ ଉପରେ କୌଣସି ସେଡ୍ ନାହିଁ, ପ୍ଲାଟଫର୍ମଠାରୁ ଟିକେ ଦୂର। ଏଇଠି ତମ ସହିତ ବୁଲୁ ବୁଲୁ ଦିନେ ନିଜକୁ ନୂଆ କରି ଆବିଷ୍କାର କରିଥିଲି। ତମେ ସାଙ୍ଗରେ ଥିଲ। ସେ ଦିନଗୁଡ଼ିକରେ ଦେଖା ନହେଲେ ତମର ରାଗ, ଦେଖା ହେବା ମାତ୍ରେ ଲଜ୍ଜା। ମୁଁ ଅନ୍ୟମନସ୍କ ଥିଲେ ତମେ ମୋ ମୁହଁକୁ ଚାହଁ, ମୁଁ ତମ ମୁହଁକୁ ଚାହିଁଲେ ତମେ ମୋ ପାଦକୁ ଚାହଁ। ମନେ ପଡ଼େ? ମନେ ନ ପଡ଼ିବାର କଥା। ଅନେକ ବର୍ଷ ହୋଇଗଲା। କେତେ ବର୍ଷ? 20। କଟକ ଷ୍ଟେସନରେ ଏଥିମଧ୍ୟରେ କେତେ ସହସ୍ର ଥର ଜନତା ଏକ୍ସପ୍ରେସ୍ ଯା ଆସ କରିସାରିଲାଣି। କିନ୍ତୁ ଷ୍ଟେସନର ଏଇ ସ୍ଥାନକୁ ଆସିଲେ ତମେ ମନେ ପଡ଼ିଯାଅ। ସେଦିନ ତମର ବୟସ ଥିଲା 18, ମୋର 26। ବଡ଼ ମାୟାବୀ ଚୋରାବାଲିର ବୟସ। ତମେ ରେଭେନ୍ସା ଲେଡ଼ିଜ୍ ହଷ୍ଟେଲରୁ ଏକାକିନୀ ଆସି ଷ୍ଟେସନରେ ଓହ୍ଲାଇଲ। ଆମେ ଦୁହେଁ ଚାଲି ଚାଲି ପ୍ଲାଟଫର୍ମ କେଉଁ ଏଇ ଜାଗାକୁ ଚାଲି ଆସିଲି। ପୂଜା ଛୁଟି ପୂର୍ବରୁ ସେଇ ଆମର ଶେଷ ଦେଖା। ଛୁଟି ପରେ କଲେଜ ଖୋଲିବା ଆଗରୁ ତମ ସହିତ ଆଉ ଦେଖା ହେବ ନାହିଁ, ଏଇ ଭାବନା ମୋ ମନକୁ ଉଦାସ କରିଦେଇଥିଲା। ସେତେବେଳକୁ ତମ ସହିତ ମାତ୍ର 3-4 ଥରର ଦେଖା, ଅଳ୍ପ କେତେ ଖଣ୍ଡ ଚିଠିର ଭାବ ବିନିମୟ। ଆମ ଦୁଇ ଜଣଙ୍କ ସମ୍ପର୍କ ଦୁଇ ଜଣଙ୍କ ପାଖରେ ଧୂଆଁଳିଆ, ଗୋଧୂଳି ଶେଷର ଫିକା ଆଲୁଅ ଭଳି ଛାୟାଛନ୍ନ। ତମ ମୁହଁକୁ ଦେଖିବା ପାଇଁ ମୁଁ ସେଦିନ ତମ ମୁହଁକୁ ଚାହିଁବା ମାତ୍ରେ ତମେ ମୁହଁ ତଳକୁ କରି ସବୁଜ ଶାଢ଼ୀର କାନିକୁ ହାତ ଆଙ୍ଗୁଠିରେ ଗୁଡ଼େଇବାକୁ ଲାଗିଲ। ବିଶ୍ୱାସ କର, ହାତ ଆଙ୍ଗୁଠିରେ ଶାଢ଼ୀର କାନିକୁ ଗୁଡ଼ାଇବାର ଅର୍ଥ ଯେ ପ୍ରେମ, ଏକଥା ସେଦିନ ମୋତେ ଜଣା ନଥିଲା। ମୁଁ ତୁମ ଲଜ୍ଜାଭେରୁ ମୁହଁକୁ ଚାହିଁ ପ୍ରଶ୍ନ କରିଥିଲି, ପୁଣି କେବେ କଟକ ଫେରିବ? ତମେ ମୁହୂର୍ତ୍ତେ ମାତ୍ର ବିଳମ୍ବ ନ କରି ଉତ୍ତର ଦେଇଥିଲ, ଆଉ ଫେରିବି କାହିଁକି? ସେଇ ପ୍ରଥମ ଥର ତମେ ମୋ ପାଖରେ ଦୁର୍ବୋଧ୍ୟ ମନେ ହେଇଥିଲ। ମୁଁ ଉତ୍ତର ବୁଝିପାରି ନଥିବା ନିର୍ବୋଧ ପିଲାଟି ଭଳି ପ୍ରଶ୍ନ କରିଥିଲି, ତମେ କଟକ ଆସିବ ନାହିଁ? ପାଠ ପଢ଼ିବ କେମିତି? ତମ ଓଠର ମୃଦୁ ହସର ଆଲୋଡ଼ନରେ ସାରା ମୁହଁ ଝଲସି ଉଠିଥିଲା। ତମେ ଦୃଷ୍ଟି ତୋଳି ମୋ ମୁହଁକୁ ଚାହିଁଥିଲ। ପଲକ ବିହୀନ ଚାହାଣୀ, ଖୁବ୍ ଧୀରେ। କେଉଁ ରାଗ ସଙ୍ଗୀତର ମୂର୍ଚ୍ଛିତ ରାଗିଣୀରେ କଣ୍ଠସ୍ୱରକୁ ଅନୁରଣିତ କରି ଉତ୍ତର ଦେଇଥିଲ, ଘରେ ବୋଉକୁ କହିଦେବି କଟକର ଲେଡ଼ିଜ୍ ହଷ୍ଟେଲରେ ରହିବି, ପାଠପଢ଼ାରେ ଆଉ ମନ ଲାଗୁନି। ଅକାରଣରେ ସେମାନେ ଆଉ ମୋ ପଢ଼ା ପାଇଁ ପଇସା ଖର୍ଚ୍ଚ କରି ଲାଭ କ'ଣ? ଆଙ୍ଗୁଠିରେ ଶାଢ଼ୀ କାନି ଗୁଡ଼ାଇ ଇଙ୍ଗିତରେ ଯାହା ତୁମେ ବୁଝାଇ ପାରିନଥିଲ, ସେଇ ପଦିଏ କଥାର ଆଭାସରେ ସେହି ମୁହୂର୍ତ୍ତରେ ମୋତେ ତମେ ବୁଝାଇଦେଲ। ଷ୍ଟେସନର ସେଇ ନିର୍ଜନ ଅଂଶଟା ହଠାତ୍ ଅନେକ ଫୁଲର ବାସ୍ନାରେ ମହକି ଉଠିଥିଲା। ଜୀବନଟା ଥିଲା ସେ ପର୍ଯ୍ୟନ୍ତ ମୋ ପାଖରେ ଏକ ରୂପକ ଭଳି। କିନ୍ତୁ ସେଇ ମୁହୂର୍ତ୍ତରେ ତାହା ପ୍ରତୀକରେ ପରିଣତ ହୋଇଗଲା। କେତେ ଦିନ କେତେ ରାତି ଭାବି ଭାବି ସେଭଳି ଏକ ପ୍ରଶ୍ନର ଉତ୍ତର ତମେ ମନେ ମନେ ତିଆରି କରିଥିଲ। ତମ ନିଭୃତ ମନର ପ୍ରଜାପତି ଲଘୁପକ୍ଷ ଦୋଳି ହଠାତ୍ କେମିତି ମୋ ମନର ଅରଣ୍ୟକୁ ଉଡ଼ି ଆସିଲା। ମୁଁ କେମିତି ସେଇ ମୁହୂର୍ତ୍ତରେ ଜାଣିଗଲି ଯେ
ହଠାତ୍ ପୁରୁଷରୁ ମୁଁ ପ୍ରେମିକ ହୋଇଯାଇଛି। ଆକାଶରେ ଉଡ଼ୁଥିବା ସେଇ ନୀଳକଣ୍ଠ ପକ୍ଷୀ ମୋ ମନର ଅଜଣା ସମୁଦ୍ରରେ ନୌକା ଦେହ ଭସାଇ ଦେଉଛନ୍ତି। ସେଦିନ ତମର ବୟସ କେତେ? 18, ମୋର 26। କିନ୍ତୁ ଆଜି ପ୍ରାୟ 20 ବର୍ଷ ପରେ ବି ଷ୍ଟେସନର ଏଇ ଅଂଶକୁ ଆସିଲେ ମୋର ମନେ ହୁଏ ଆମ ଦୁଇ ଜଣଙ୍କର ବୟସ ସେଇଦିନଠାରୁ ଆଗକୁ ଆଉ ପାଦେ ହେଲେ ବଢ଼ିନାହିଁ। ସେଇ ମାୟାବୀ 18-26 ବୟସ ପାଖରେ ବହମାନ କାଳସ୍ରୋତ ନିସ୍ତବ୍ଧ ହୋଇ ରହିଯାଇଛି। ଆମର ଖେଳଘର ଭାଙ୍ଗିଗଲା ପରେ, ପ୍ରୀତିର ବଣିଜ ଶେଷ ହୋଇଗଲା ପରେ ତମେ କେବେ ଆଉ ଏ ଷ୍ଟେସନକୁ ଆସିଛ? ଏ ନିର୍ଜନ ପ୍ରାୟ ଷ୍ଟେସନ କେବେ ତମ କାନ ପାଖରେ ଚୁପ୍ ଚୁପ୍ କହିଛି, ବର୍ଷାଇସୀ ବାଳିକା, ପ୍ରଥମ ପ୍ରେମର ବୟସ କେବେ ବଢ଼େ ନାହିଁ। ତମେ ଜାଣ ନା, ପିଲାଦିନେ ଜଣେ ଜ୍ୟୋତିଷୀ ମୋତେ କହିଥିଲେ ଜଣେ ଦିବ୍ୟ ସୁନ୍ଦରୀ ଝିଅ ସହିତ ମୋର ବାହାଘର ହେବ। ସେଇ ଝିଅର ରାଶି ବଳରେ ମୁଁ ଖୁବ୍ ଉନ୍ନତି କରିବି, ବଡ଼ ଲୋକ ହେବି। ଜ୍ୟୋତିଷୀଙ୍କ କଥା ଶୁଣି ବୋଉ ତାର ଶୂନ୍ୟ ଡାଲାକୁ ଅରୁଆ ଚାଉଳରେ ଭରି ଦେଇଥିଲା। ଟଙ୍କା ନଡ଼ିଆ ଉପହାର ଦେଇଥିଲା। ବୋଉ ଥିଲା ଭାଗ୍ୟବାଦୀ, ଜ୍ୟୋତିଷୀ ବିଶ୍ୱାସୀ। କିନ୍ତୁ ଅବିଶ୍ୱାସୀ ଅଦୃଷ୍ଟ ଉପରେ ମୋର କୌଣସି ଦିନ ବିଶ୍ୱାସ ନଥିଲା। ମୁଁ ସେ ଜ୍ୟୋତିଷୀଙ୍କ ମୁହଁ, ତାଙ୍କ ଭବିଷ୍ୟତ ବାଣୀ ଭୁଲି ଯାଇଥିଲି। କିନ୍ତୁ ମୋ ଜାଣତରେ ସେଇ ଜ୍ୟୋତିଷୀ ବାଣୀର ବୀଜ ହୁଏତ ମୋ ମନର ଓଦା ମାଟିରେ ପଡ଼ି ଗଜା ହୋଇ ବଡ଼ ହୋଇଥିଲା। ତା ନହେଲେ ସେଦିନ ଷ୍ଟେସନରୁ ତମକୁ ଲେଡ଼ିଜ୍ ହଷ୍ଟେଲରେ ଛାଡ଼ି ବସାରେ ପହଞ୍ଚିବା ମାତ୍ରେ ହଠାତ୍ କାହିଁକି ମୋର ସେଇ ଜ୍ୟୋତିଷୀଙ୍କ କଥା ମନେ ପଡ଼ିଥାନ୍ତା, ଆଉ ମୁଁ ଦୃଢ଼ ଭାବରେ ବିଶ୍ୱାସ କରିଥାନ୍ତି ଯେ ତମେ ହେଉଛ ସେଇ ଦିବ୍ୟ ସୁନ୍ଦରୀ ଝିଅ ଯାହାକୁ ଏତେ ଦିନ ଧରି ମନେ ମନେ ମୁଁ ଅନ୍ୱେଷଣ କରୁଥିଲି। ତୃତୀୟ ଘଣ୍ଟା ବାଜି ସାରିଥିଲା, ତଥାପି ତମେ ଆସିନଥିଲ। ମୁଁ ବାଲକୋନି ଉପରେ ଠିଆ ହୋଇ ରାସ୍ତାକୁ ଚାହୁଁଛି। ତମ ପାଇଁ ଏଭଳି ଅସ୍ଥିର ଉତ୍କଣ୍ଠିତ ଅପେକ୍ଷାର ସେଇ ପ୍ରଥମ ଆରମ୍ଭ। ପ୍ରେମ ମାନେ ହିଁ ପ୍ରତୀକ୍ଷା, ସେ କଥାଟା ସେହିପରି ଭାବରେ ମୋ ମନରେ ପ୍ରବେଶ କରିଥିଲା। ଆଜି ପର୍ଯ୍ୟନ୍ତ ସେ ଶବ୍ଦମାଳା ମୋ ପାଖରେ ନିଜର ଅର୍ଥ ବଦଳାଇ ନାହାନ୍ତି। କିନ୍ତୁ କେତେ ସୁଦୀର୍ଘ ପ୍ରତୀକ୍ଷା। ଦର୍ଶକମାନେ ପ୍ରେକ୍ଷାଳୟ ଭିତରକୁ ଚାଲିଗଲେଣି। 2ଟା ଟିକେଟ୍ ଧରି ମୁଁ ବାଲକୋନି ଉପରେ ଏପାଖ ସେପାଖ ହେଉଛି। କାରଣ ତଥାପି ତମ ରିକ୍ସା ସିନେମା ହଲ୍ ପାଖରେ ପହଞ୍ଚୁ ନାହିଁ। ତମେ ତରତର ହୋଇ ରିକ୍ସାରୁ ଓହ୍ଲାଇ ରିକ୍ସାବାଲାକୁ ପଇସା ଦେଇ ଉଦ୍ବିଗ୍ନ ଭାବରେ ଏଣେତେଣେ ଚାହିଁବାର ଦୃଶ୍ୟ ମୋତେ ଦେଖାଯାଉ ନାହିଁ। ଅବଶେଷରେ ତମେ ଆସିଲ। ତମ ରିକ୍ସା ଦେଖାଗଲା। ଧଳା ବୁଟିପକା ନୀଳ ଶାଢ଼ୀ ସେଦିନ ତମ ଦେହକୁ ଆବୃତ କରିଥିଲା। ପବନରେ ପଣତ ଉଡ଼ୁଥିଲା ପତାକା ଭଳି। ମୋତେ ବାଲକୋନି ଉପରେ ଦେଖି ମୁହଁରେ ତମର ମୃଦୁ ହସର ଏକ ତରଙ୍ଗ ଉଠିଆସି ପୁଣି ମିଳେଇ ଯାଇଥିଲା। ଅନ୍ଧକାରରେ ସମସ୍ତେ ଯେତେବେଳେ ରୂପେଲି ପରଦା ଉପରେ ଦୃଷ୍ଟି ନିବଦ୍ଧ କରି ସାରିଥିଲେ, ଆମେ ଦୁହେଁ ସମସ୍ତଙ୍କ ଅଜାଣତରେ 2ଟି ଶୂନ୍ୟ ସିଟ୍ ଅଧିକାର କରି ବସିଲି। ଛବିଟା କ'ଣ? ଜୀବନ ସାଥୀ। ତମେ ବସିଥିଲ ଅନ୍ୟମନସ୍କ ହୋଇ। ମୁଁ ଛବି ନ ଦେଖି ତମକୁ ଦେଖୁଥିଲି। ଝାପ୍ସା ଆଲୋକ ଆଉ ଅନ୍ଧକାର ମଧ୍ୟରେ। ପ୍ରଥମେ ଦୁହେଁ ଏତେ ପାଖାପାଖି ବସିଥିଲେ ବୋଲି ଦେହ ଛୁଆଁଛୁଇଁ ହେଉନଥିଲେ ମଧ୍ୟ ସ୍ନାୟୁବିକ ଉତ୍ତେଜନାର ଏକ ଶୀର୍ଣ୍ଣ ନଦୀ ଆମ ଦୁହିଁଙ୍କ ଦେହର 2 କୂଳ ଛୁଇଁ ବହିଯାଉଥିଲା। ଇଣ୍ଟରଭାଲ୍ ପରେ ମୁଁ ତମ ହାତ ପାପୁଲି ଉପରେ ମୋ ହାତ ରଖିଥିଲି। ପ୍ରଥମ ସ୍ପର୍ଶର ସ୍ମୃତି ମୃତ୍ୟୁ ଭଳି କେଡ଼େ ଶୀତଳ। ତାପରେ ତମର ସେ କୋମଳ ହାତ ଆଙ୍ଗୁଠିଗୁଡ଼ିକ ମୋ ହାତ ମୁଠା ଭିତରେ ପ୍ରଥମେ ଝାଳେଇ ଯାଇଥିଲା। ମୁଁ ମଧ୍ୟ ଅନୁଭବ କରିଥିଲି ତମ ପ୍ରକମ୍ପିତ ପାପୁଲିର ଉଷ୍ମ ମଧୁର ସ୍ପର୍ଶ। ତାପରେ ହଠାତ୍ ତମେ ମୋର ଦେହର ରକ୍ତ ପ୍ରବାହରେ ଏକ ତୁମୁଳ ଆଲୋଡ଼ନ ସୃଷ୍ଟି କରି ମୋ ହାତ ପାପୁଲିରେ ନିଜ ମୁହଁକୁ ଚାପି ଧରି ନିଜ ପ୍ରଥମ କୁମାରୀ ଲଜ୍ଜାକୁ
ଛଡ଼ା ଫୁଲ ଭଳି ବିସର୍ଜନ ଦେଇଦେଲ। କ'ଣ ଗୋଟେ ବାହାନା କରି ସିନେମା ଶେଷ ହେବା ଆଗରୁ ଆମେ ଦୁହେଁ ବାହାରକୁ ଚାଲି ଆସିଲେ। ସନ୍ଧ୍ୟା ହେବା ଆଗରୁ ତମେ ହଷ୍ଟେଲରେ ପହଞ୍ଚିବା ଦରକାର। ବାହାରର ଫର୍ଚ୍ଚା ଆଲୁଅରେ ତମ ମୁହଁକୁ ଚାହିଁ ମୁଁ ଅବାକ୍ ହୋଇଯାଇଥିଲି। ଆସିଲା ବେଳେ ତମ ମୁହଁରେ ଥିଲା ଏକ କିଶୋରୀର ଲଜ୍ଜା ସକୁଣ୍ଠ ଚାହାଣୀ। ସିନେମା ହଲ୍ ଛାଡ଼ି ବାହାରିଲା ବେଳେ ତମ ଦୁଇ ଆଖି କୋଣରେ ଫୁଟି ଉଠିଥିଲା ଏକ ପରିତୃପ୍ତ ପରିଚ୍ଛନ୍ନ ହସ। ସେଇ ଅଳ୍ପ କେତେ ଘଣ୍ଟାର ସ୍ପର୍ଶାନୁଭୂତି ତମ କିଶୋରୀ ଦେହକୁ ରମଣୀ କରି ଦେଇଥିଲା। ତମେ ରୁମାଲରେ ମୁହଁ ଲୁଚାଇ ରିକ୍ସାରେ ପୁଣି ସେଇ ଅଶୋକ ବନର ରକ୍ଷପୁରୀକୁ ଫେରିଲା ବେଳେ ଆକାଶରେ ଝଡ଼ର ତାଣ୍ଡବ ଆରମ୍ଭ ହେବାକୁ ଯାଉଥିଲା। ମନେ ପଡ଼େ କେଉଁ ପ୍ରବାସୀ ପବନର ତୀବ୍ର ଆଲୋଡ଼ନରେ ସେଦିନ 7 ମହମବତୀର ଶିଖା 7 ସହସ୍ର ଥର ଥରି ଉଠିଥିଲା। ସେଦିନ ରାତିରେ କୁଆଡ଼େ ତମେ ନ ଖାଇ ନ ପିଇ ଶାଢ଼ୀ ନ ବଦଳାଇ ସେମିତି ଶୋଇଯାଇଥିଲ। ସିନେମା ହଲ୍ରୁ ମୋ ସ୍ପର୍ଶର ଯେଉଁ ଉଷ୍ମତା ନିଜ ସ୍ନାୟୁ ଗ୍ରନ୍ଥିରେ ସଞ୍ଚୟ କରି ନେଇଥିଲ, ଶାଢ଼ୀ ବଦଳାଇଲେ କାଳେ ସେଇ ଉଷ୍ମତା ଶୀତଳ ହୋଇଯିବ, ସେଇ ଭୟରେ ତୁମେ କୁଆଡ଼େ ସନ୍ତ୍ରସ୍ତ ହୋଇଯାଇଥିଲ। ସେଥିପାଇଁ ସେଦିନ ପୁରୀ ଏକ୍ସପ୍ରେସ୍ ଠିକ୍ ସମୟରେ କଟକ ଛାଡ଼ି ମହାନଦୀ ବ୍ରିଜକୁ ଶବ୍ଦାୟିତ କରିଥିଲା। ଠିକ୍ ସେଇଦିନ ରାତିରେ ମାଲ ଗୋଦାମରେ ଦଲାଲମାନେ କମିଶନ ଟଙ୍କା ବଣ୍ଟା ବଣ୍ଟି କଲାବେଳେ ମଦ ନିଶାରେ ପରସ୍ପରକୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। କିନ୍ତୁ ଲେଡ଼ିଜ୍ ହଷ୍ଟେଲର ସେଇ ରୁମ୍ରେ ତମ ବେଡ଼୍ରେ ଠିକ୍ ସମୟରେ ସେଦିନ ମଶାରୀ ପଡ଼ିଲା ନାହିଁ, ମିଲ୍ ଖିଆ ହେଲା ନାହିଁ, ଶାଢ଼ୀ ବଦଳା ହେଲା ନାହିଁ। ଏକ ଅନାସ୍ୱାଦିତ ସୁଖର ମଧୁର ଉତ୍ପୀଡ଼ନରେ ତମେ ଆଖିର ଲୁହରେ ତକିଆ ଭିଜେଇଥିଲ। ତମର ଅନବିଜ୍ଞା କିଶୋରୀ ଦେହ ଗୋଟେ ଦୁରନ୍ତ ଝଡ଼ର ନିବିଡ଼ ସାନ୍ନିଧ୍ୟରେ ଆସି ସେଇ ରାତିରେ ଯୁବତୀ ହୋଇଗଲା। ତମ ଅପାଙ୍କ ବରନାମ ପରେ ମୋ ନାମରେ ତମ ବୋଉ ଠାକୁରାଣୀଙ୍କ ମନ୍ଦିରରେ ବେଲପତ୍ର ଚଢ଼ାଇବାର ଅର୍ଥ କ'ଣ? ବିବାହ? ସବୁ କଥାକୁ ସରଳ ଭାବରେ ନ କହି ସେଦିନ ତମେ ସଂକେତରେ କହୁଥିଲ କାହିଁକି? ଅଥଚ ସେଦିନ ମୁଁ ତମଠାରୁ ବୟସରେ ଏତେ ବଡ଼ ହୋଇ ସୁଦ୍ଧା ଏତେ ସରଳ ଆଉ ନିର୍ବୋଧ ଥିଲି କିପରି? ସେଦିନ ସିନେମା ହଲ୍ର ତୃତୀୟ ଘଣ୍ଟା ବାଜି ସବୁ ଦର୍ଶକ ହଲ୍କୁ ଚାଲିଯିବା ପରେ ତମେ ଆସି ପହଞ୍ଚିଥିଲ। ମୁଁ ଅକାରଣରେ ବ୍ୟସ୍ତ ହୋଇଥିଲି। ସିନେମା ଶେଷ ହେବା ଆଗରୁ ତମେ ଉଠିଯିବାକୁ ଚାହିଁଥିଲ। ତମ ହଷ୍ଟେଲର ସେଇ ଅବିବାହିତ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ କ୍ରୁଦ୍ଧ ସନ୍ଦେହୀ ଚାହାଣୀ କଥା ଭାବି ମୁଁ ବାଧା ଦେଇ ନଥିଲି। କିନ୍ତୁ ମୁଁ କିପରି ଏକଥା ଜାଣିପାରି ନଥିଲି ଯେ ସମସ୍ତଙ୍କ ଦୃଷ୍ଟିକୁ ଏଡ଼ାଇ ଅନ୍ଧକାରରେ ପାପ କରିବା ପାଇଁ ସେ ଥିଲା ତମର ପରିକଳ୍ପିତ ଏକ ଚଟୁଳ ଚତୁରତା। ସବୁ ସୁଖର ସ୍ମୃତି ମୋ ପାଇଁ ଫୁଟା ନୌକା ଭଳି, ଯାହା ମଝି ନଈରେ ପାଣି ପଶି ବୁଡ଼ିଯାଏ। କିନ୍ତୁ ସେଦିନ ରାତିରେ ହଷ୍ଟେଲରୁ ଫେରିବାକୁ ପାଇଁ ରିକ୍ସାରୁ ଓହ୍ଲାଇଲା ବେଳେ ତମେ ପୁଣି ଅଟକି ଯାଇଥିଲ। କାରଣ ମୋ ହାଇୱାନ୍ ପକେଟର ଫାଉଣ୍ଟେନ୍ ପେନ୍ କ୍ଲିପ୍ରେ ତମର ମୁଣ୍ଡର କେଶ ପଶି ଲଟକି ଯାଇଥିଲା। ଏ ଜଳମଗ୍ନ ସ୍ମୃତି ମୋ ମନରେ ଆଜି ସୁଦ୍ଧା ଚିକ୍ ଚିକ୍ କରୁଛି କିପରି? ଆଜି ତ ଏସବୁ ମନେ ହେଉଛି ଏକ ରୂପକଥାର କାହାଣୀ ଭଳି। ଏସବୁ ଘଟଣା ଯେ ଏକଦା ମୋ ଜୀବନରେ ଘଟିଥିଲା, ତାହା ଆଜି ମୁଁ ନିଜେ ହିଁ ବିଶ୍ୱାସ କରିପାରେ ନାହିଁ। ତମର ଏଭଳି ଅବିଶ୍ୱାସ ହୁଏ ନା? ତମେ କ'ଣ ମନେ ରଖିଛ ତମେ ହେଉଛ ସେଇ ଝିଅ ଯିଏ ସେଦିନ ରାତିରେ ନିର୍ଜନ ମହାନଦୀ କୂଳରେ ଗୋଟିଏ ରିକ୍ସାରେ ବସି ମୋ ସହିତ ଆସିଲା ବେଳେ ଜୋବ୍ରା ନିକଟରେ 2 ଜଣ ସାଇକେଲ ଆରୋହୀ ଅନୁସରଣକାରୀଙ୍କୁ ଦେଖି ଭୟରେ ମୃଦୁ ଆର୍ତ୍ତନାଦ କରି ମୋ ନୀଳ ହାଇୱାନ୍ରେ ମୁହଁ ଚାପି ଧରିଥିଲ? ଉପସ୍ଥିତ ବିପତ୍ତିରୁ ଆତ୍ମରକ୍ଷା କରିବା ପାଇଁ ମୁଁ ଯେତେବେଳେ ବାଟ ଛାଡ଼ି ଅବାଟରେ ରିକ୍ସାକୁ ଘୁରାଇ ନେବାକୁ ନିର୍ଦ୍ଦେଶ ଦେଲି, ଅନୁସରଣକାରୀ 2 ଜଣ ଚକିତ କଣ୍ଠରେ ପ୍ରଶ୍ନ କରିଥିଲେ,
ତେଣେ କୁଆଡ଼େ ଯାଉଛନ୍ତି? ମୋ ପାଟିରୁ ସାଙ୍ଗେ ସାଙ୍ଗେ ଉତ୍ତର ବାହାରି ଆସିଥିଲା, ଡାକ୍ତର ଚୌଧୁରୀଙ୍କ ଘରକୁ। ମନେ ପଡ଼େ? ଡାକ୍ତର ଚୌଧୁରୀ ନାମରେ କେହି ବ୍ୟକ୍ତି ସେ ଅଞ୍ଚଳରେ ଥିବା କଥା ମୋତେ ଜଣାନଥିଲା। କିନ୍ତୁ ସେଇ ମିଥ୍ୟା ନାମକୁ ବିଶ୍ୱାସ କରି ଅନୁସରଣକାରୀ 2 ଜଣ ଅନ୍ୟ ଆଡ଼େ ସାଇକେଲ ଘୁରାଇ ନେଇଥିଲେ। କାଠଗଡ଼ା ସାହି ପାଖରେ ନିଜର ପ୍ରିୟ ବାନ୍ଧବୀ ଘରକୁ ରିକ୍ସାରୁ ଓହ୍ଲେଇ ଯିବା ଆଗରୁ ନିଜ ମୁହଁରେ ଜମି ଯାଇଥିବା ବିନ୍ଦୁ ବିନ୍ଦୁ ଝାଳକୁ ତୁମେ ରୁମାଲରେ ପୋଛି ନେଇଥିଲ। ତାପରେ ନିଜ ହାତ ବ୍ୟାଗରୁ ବାହାର କରିଥିଲ ଚଣ୍ଡୀ ମନ୍ଦିରର ଭୋଗ। ମୋ ପାଟିରେ ନିଜ ହାତରେ ତମେ ଭୋଗ ଖୁଆଇ ଦେଲାବେଳେ ମୁଁ ଲକ୍ଷ୍ୟ କରିଥିଲି ମୋ ନୀଳ ହାଇୱାନରେ ଲାଗିଛି ତମ ମୁଣ୍ଡର କୁଙ୍କୁମ ବିନ୍ଦୁର ଦାଗ। ମନେ ପଡ଼େ? ସେଇଦିନ ମୋର ମନେ ହେଇଥିଲା ଆମେ ଯେପରି 2 ଜଣ ପଳାୟନକାରୀ, 2 ଜଣ ଅଜ୍ଞାତ ଅନୁସରଣକାରୀ ନିଃଶବ୍ଦରେ ଆମର ପଶ୍ଚାତ୍ ଧାବନ କରୁଛନ୍ତି। ଆମେ ରାତିଦିନ କଣ୍ଟା ଝଣ୍ଟା ନ ମାନି ଅବାଟରେ ପଳାଇ ଯାଉଛୁ, ଆଉ ଅନେକ ଇର୍ଷୁକ ଆଖି ଓଠକୁ ଜିଭରେ ଚାଟି ଆମକୁ ଅନୁସରଣ କରୁଛି।